ଦେଖନ୍ତୁ ପିଲାମାନେ ଏଇଟା ହେଉଛି ଆମର O-SSSCର ଫରେଷ୍ଟ ଗାର୍ଡ଼ ଆଉ LI ପାଇଁ ହେଉଛି ସିଲାବସ୍। ଏଥିରେ ଆପଣ ତଳେ ଦେଖନ୍ତୁ ଯେଉଁ ଆମର କମ୍ପ୍ୟୁଟର ନଲେଜରୁ ପଡ଼ିବ 25 ମାର୍କ ଆଉ ଯେଉଁ ଜେନେରାଲ ସାଇନ୍ସରୁ ପଡ଼ିବ 25 ମାର୍କ। କମ୍ପ୍ୟୁଟର ସାଇନ୍ସର ପର୍ ଡେ ଆମେ 20ରୁ 30ଟା ଲେଖା MCQ। ଜେନେରାଲ ସାଇନ୍ସର ଆମର ଯେଉଁ ବାୟୋଲୋଜି ପାର୍ଟ ବାୟୋଲୋଜିରୁ ପଡ଼ିବ ଟୋଟାଲ 25ଟା କ୍ୱେଶ୍ଚନ୍ ପଡ଼ିବ। 10ଟା ଫିଜିକ୍ସରୁ 10ଟା ତ ନୁହେଁ 8ଟା ବେଳେ ଫିଜିକ୍ସରୁ 8ଟା ବେଳେ କେମିଷ୍ଟ୍ରିରୁ 8ଟା ବେଳେ ବାୟୋଲୋଜିରୁ। ବାୟୋଲୋଜିରେ ଯେଉଁ କ୍ୱେଶ୍ଚନ୍ ଆସିବ ଜେନେରାଲ ସାଇନ୍ସର ଆମେ ଡେଲି ତା'ର MCQ ସେସନ୍ ଆଣିବା, ଡେଲି MCQ ପ୍ରାକ୍ଟିସ୍ କରିବା। କମ୍ପ୍ୟୁଟରରୁ କରିବା 20-30ଟି କ୍ୱେଶ୍ଚନ୍ ଗୋଟେ ଭିଡ଼ିଓ। ଆମର କ'ଣ ଜେନେରାଲ ସାଇନ୍ସରେ ମଧ୍ୟ କରିବା ଗୋଟେ ମାନେ 20-30ଟି କ୍ୱେଶ୍ଚନ୍ ଗୋଟେ ଭିଡ଼ିଓ। ଡେଲି 2-2ଟା ଭିଡ଼ିଓ ମୁଁ ଆପଣଙ୍କ ପାଇଁ ନେଇ ଆସିବି ଏଇ ଚ୍ୟାନେଲରେ। ଆପଣମାନେ ସବୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ପିଲାମାନଙ୍କୁ ସେୟାର କରନ୍ତୁ। O-SSSC କାଲିଠୁ ପୁରା LI ଆଉ ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ ସରିଲା ଯାଏଁ, ଏକ୍ଜାମ୍ ଯେଉଁଦିନ ସରିବ ସେଇଦିନ ଯାଏଁ ଟୋଟାଲ୍ ଆମେ ପର୍ ଡେ MCQ କରିବା। ଏମିତି ନୁହେଁ ଯେ କେଉଁ ଗୋଟେ ଦିନ ଆମର MCQ ବନ୍ଦ ରହିବ ଏ ଚ୍ୟାନେଲରେ। ସବୁଦିନ MCQ ହେବ, ସବୁଦିନ ଆପଣ କ୍ଲାସ୍ ଦେଖିବେ, ସବୁଦିନ ଆପଣ ସେ କ୍ୱେଶ୍ଚନ୍କୁ ଯାଇ ପ୍ରାକ୍ଟିସ୍ କରିବେ। ପଢ଼ିଛନ୍ତି ସମସ୍ତେ? ଏବେ କ'ଣ ହେଲା, ଏବେ ଟାଇମ୍ ଆସିଲା MCQ କରିବା। ଯେତେ MCQ ପ୍ରାକ୍ଟିସ୍ କରିବ ଏକ୍ଜାମ୍ରେ କେବଳ MCQ ହିଁ ଆସିବ, ଏକ୍ଜାମ୍ରେ ଥିଓରି କିଛି ଆସିବନି। ସେଥିପାଇଁ ଯେତେ MCQ ପ୍ରାକ୍ଟିସ୍ କରିଥିବ ଭଲ ଭାବରେ ସେତେ କ'ଣ କରିବ ଆପଣଙ୍କୁ ଏକ୍ଜାମ୍ରେ ସେଇଟା ହେଲ୍ପ କରିବ। ଜେନେରାଲ ସାଇନ୍ସର ମୁଁ କହିଦେଲି ଆମର ବାୟୋଲୋଜି ପାର୍ଟର ସବୁ MCQ, ଆମର କମ୍ପ୍ୟୁଟର ନଲେଜର ଟୋଟାଲ୍ MCQ ପର୍ ଡେ 20-30ଟା ଲେଖା MCQ କରିବା, ଯେଉଁଟାକି ଆପଣଙ୍କୁ ଏକ୍ଜାମ୍ରେ ବହୁତ ହେଲ୍ପ କରିବ। ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଆପଣଙ୍କୁ ଏଇ ଭିଡ଼ିଓ ଗୁଡ଼ିକ ବହୁତ ହେଲ୍ପ କରିବ। LI ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ରେ O-SSSC ଯେଉଁ LI ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ ହେବ ସେଥିରେ ବହୁତ ହେଲ୍ପ କରିବ। ବୁଝିଲେ? ରହିଲି, ଜୟ ଜଗନ୍ନାଥ। କାଲିଠୁ ଆରମ୍ଭ ହେଇଯିବ ଆମର କ'ଣ MCQ ସେସନ୍।